ମୟୂରୀ ଇ-ରିକ୍ସାର ଚାହିଦା ବଢ଼ୁଛି ଗ୍ରାହକମାନଙ୍କର। ଅହେତୁକ ତୈଳ ଦର ଆକାଶଛୁଆଁ ହୋଇ ବଢ଼ୁଥିବା ବେଳେ ଲୋକମାନଙ୍କ ନଜର ଏବେ ଇଲେକ୍ଟ୍ରିକ୍ ଯାନ ଉପରେ। ଇଲେକ୍ଟ୍ରିକ୍ ଦ୍ୱାରା ବ୍ୟାଟେରୀ ଚାର୍ଜ କରି ଯାନ ଚଳାଇବାକୁ ଲୋକମାନେ ଏବେ ପସନ୍ଦ କରୁଛନ୍ତି। ଅଭାବୀ ସଂସାରରେ ଗୋଟିଏ ଗାଡ଼ି କିଣି ଚଲେଇବା ଅସମ୍ଭବ ହୋଇପଡ଼ୁଥିବା ବେଳେ ଇଲେକ୍ଟ୍ରିକ୍ ଯାନ ଉପରେ ଏବେ ସମସ୍ତଙ୍କ ନଜର। ସେମିତି ଏକ ବ୍ୟାଟେରୀ ଚାଳିତ ଯାନ ମୟୂରୀ କମ୍ପାନୀର ଇ-ରିକ୍ସା। ଅତ୍ୟାଧୁନିକ ଡିଜାଇନ୍ ସହିତ ଲମ୍ବା ମାଇଲେଜର ବ୍ୟାଟେରୀ ଚାଳିତ ଇ-ରିକ୍ସା ମୟୂରୀ କମ୍ପାନୀର ଇ-ରିକ୍ସା ଶୋରୁମ୍ କେନ୍ଦୁଝର ଡିଡି କଲେଜ ରୋଡରେ ଖୋଲାଯାଇଛି, ଯାହାର ଚାହିଦା ଏବେ ବଢ଼ିବାରେ ଲାଗିଛି। ମୟୂରୀ କମ୍ପାନୀର ଇ-ରିକ୍ସା ଗ୍ରାହକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ନିର୍ମାଣ କରିଥିବା ବେଳେ ଭାରତୀୟ ବଜାରରେ ଏହାର ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛି। ପ୍ରଥମ ଥର ପାଇଁ ଢେଙ୍କିକୋଟ ବଜାରରେ ଏହି ଇ-ରିକ୍ସାର ପ୍ରଚାର ଓ ପ୍ରସାର କରାଯାଇଥିଲା, ଯାହାକି ଏହାର ପ୍ରଭାବ ଆଶାଠାରୁ ଅଧିକ ଦେଖିବାକୁ ମିଳିଥିଲା। ଇ-ରିକ୍ସା ଦେଖିବା ପରେ ଲୋକମାନେ ଧାଇଁ ଆସିଥିଲେ ପ୍ରଚାର ସ୍ଥାନକୁ। ନିଜ ମନପସନ୍ଦର ରିକ୍ସାଟିଏ ନେବା ପାଇଁ ଆଗ୍ରହ ବଢ଼ିଯାଇଥିଲା ଲୋକମାନଙ୍କର। ଇ-ରିକ୍ସାର ଗଠନ ଶୈଳୀ ଦେଖିଲା ପରେ ଅନେକ ଆଗ୍ରହୀ ଗ୍ରାହକ କିଣିବା ଆଶାରେ ଟେଷ୍ଟ ଡ୍ରାଇଭ୍ କରି ନିଜ ପସନ୍ଦର ରିକ୍ସା ଘରକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଢେଙ୍କିକୋଟ ବଜାରରେ ଇ-ରିକ୍ସା ପ୍ରଚାର ଲୋକମାନଙ୍କୁ ଖୁବ୍ ଆକୃଷ୍ଟ କରିଥିବା ବେଳେ ଖୁବ୍ କମ୍ ଦିନ ଭିତରେ ଇ-ରିକ୍ସା କିଣି ଘରକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅତ୍ୟାଧୁନିକ ଡିଜାଇନ୍ର ଏହି ଇ-ରିକ୍ସା ନିଶ୍ଚିତ ଆଗାମୀ ଦିନରେ ପ୍ରତି ଗାଁରେ ରହିଥିବ ଏଥିରେ ସନ୍ଦେହ ନାହିଁ। କାରଣ ଏହି ମୟୂରୀ କମ୍ପାନୀ ତାର ସମସ୍ତ ବିଦ୍ୟାକୌଶଳ ଲଗାଇ ଏହି ଇ-ରିକ୍ସାକୁ ତିଆରି କରିଛି, ଯାହାଫଳରେ ଭାରତରେ 1 ନମ୍ବର ସ୍ଥାନକୁ ଅଧିକାର କରି ଗ୍ରାହକମାନଙ୍କ ନିକଟତର ହୋଇପାରିଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।